ସକାଳୁ ଉଠି ସବୁ କାମ ସାରି ବାଲକୋନିକୁ ଯିବା ପରେ ଦେଖିଲି ହଠାତ୍ ବର୍ଷା ହେଉଛି। ତ ବର୍ଷା ପାଗରେ କିଛି ଗୋଟେ ଚଟପଟା ଖାଇବାକୁ କ୍ରେଭିଂ ବହୁତ ଜୋରେ ହେଲା। ସତ କହିବେ, କାହାକୁ ବର୍ଷାରେ ଚା ଆଉ ପକୁଡ଼ି ଖାଇବା ପାଇଁ ବହୁତ ଇଚ୍ଛା ହୁଏ? ମୋତେ ତ ବହୁତ ଇଚ୍ଛା ହୁଏ ଆଉ ମୋତେ ବହୁତ ଭଲ ବି ଲାଗେ ଚା ପକୁଡ଼ି ଖାଇବା ପାଇଁ। କିନ୍ତୁ ଆଜି ମୋତେ ଚା ଆଉ ପକୁଡ଼ି ଖାଇବାର ମୁଡ୍ ନଥିଲା, ମୋତେ କିଛି ଅଲଗା ଖାଇବାକୁ ମୁଡ୍ ଥିଲା। ତ ଚାଲନ୍ତୁ ଦେଖିବା ଆଜି କିଛି ଗୋଟେ ନୂଆ ରେସିପି ନମସ୍କାର, ବନେଇବା। ଜୟ ଜଗନ୍ନାଥ। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଆଜି ମୁଁ ନେଇକି ଆସିଛି ପୁଣି ଆପଣମାନଙ୍କ ପାଖକୁ ଗୋଟେ ନୂଆ ରେସିପି, ଆଉ ସେଇଟା ପୁଣି ଆପଣମାନଙ୍କ ରିକ୍ୱେଷ୍ଟରେ। ତ ବେଶୀ ଡେରି ନକରି ଚାଲନ୍ତୁ ଯିବା କିଚେନ୍କୁ, ଆଉ ଆଗକୁ ଭିଡ଼ିଓ ଦେଖିଲା ପରେ ଆପଣ ଜାଣିପାରିବେ ରେସିପିଟା କ'ଣ। ମୋର ତ ଫେଭରେଟ୍ ହେଇସାରିଛି ସେ ରେସିପିଟା, ଆଉ ଆପଣମାନେ ଦେଖି ସାରିବା ପରେ ନିଶ୍ଚୟ ଆପଣମାନଙ୍କର ବି ଫେଭରେଟ୍ ହେଇଯିବ। ମାମାଙ୍କ ରେସିପି, ତ ଚାଲନ୍ତୁ ମାମାଙ୍କ ଇନଷ୍ଟ୍ରକ୍ସନରେ କିଛି ଗୋଟେ ନୂଆ ଆଜି ବନେଇବା। ତ ଏଠି ବାଦାମ କରେଇରେ ପଡ଼ିଛି ମାନେ ଆପଣମାନେ ଅଲରେଡ଼ି ଗେସ୍ କରିସାରିବେଣି ମୁଁ କ'ଣ ବନେଇବାକୁ ଚାହୁଁଛି। ୟେସ୍, ଚଟନି ବନେଇବି ଆଜି। ମାମାଙ୍କର ରେସିପି ଆଜି ମୁଁ ଲିକ୍ କରୁଛି। ତ ଆଇ ହୋପ୍ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଆପଣମାନେ ମୋତେ ମଝିରେ କହିଥିଲେ ଯେ ଦିଦି ଚଟନି ରେସିପି ଆଣନ୍ତୁ। ତ ଏଠି ମୁଁ ବାଦାମ ଭାଜିକି ଭଲ ଭାବରେ ତା'ର ଚୋପା ଛଡ଼େଇ ସାରିବା ପରେ ମାମା ଏଠି ତେନ୍ତୁଳି ଗୋଟେ ଗିନାରେ ବତୁରେଇ ଦେଇଥିଲେ। ତାପରେ ମାମା ମୋତେ କହିଲେ କିଛି ରସୁଣ ଛଡ଼େଇ ଦେ, ଚଟନିରେ ପଡ଼ିବ। ତ ମୁଁ ଏଠି ରସୁଣ ଛଡ଼େଇବା ପାଇଁ ବାହାରିଗଲି। ଏଠି ରସୁଣ କେତେ କ୍ୱାଣ୍ଟିଟି ଆଉ କ'ଣ ସବୁ କେତେ କ୍ୱାଣ୍ଟିଟିର ନେଉଛି ସେଇଟା ଆପଣମାନେ ଆଗକୁ ଭିଡ଼ିଓରେ ଦେଖିବେ। ତ ଜମାରୁ ବି ସ୍କିପ୍ କରିବେନି, କାହିଁକିନା ଚଟନି ରେସିପି ଟିକେ ଏପଟ ସେପଟ ହେଲେ ଟେଷ୍ଟ ଖରାପ ହେଇଯିବ। ତ ତାପରେ ଏଠି ଗୋଟେ ଗ୍ରାଇଣ୍ଡର ଜାର୍ରେ ବାଦାମ ଆଉ ଧନିଆ ପତ୍ର, ରସୁଣ, ଲଙ୍କା ଆଉ ତେନ୍ତୁଳି ରସ ସବୁକୁ ଆମେ ଏକଜୁଟ କରିବା। ସେଥିରେ ଟିକେ ଲୁଣ ବି ଆଡ଼୍ କରିବେ ଟେଷ୍ଟ ପାଇଁ। ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିବେ। ଏଇଟା ପୁରା ସ୍ପେଶିଆଲି ମାମାଙ୍କ ରେସିପି। ଆଜି ମୁଁ ମାମାଙ୍କ ରେସିପି ଲିକ୍ କରିଦେଇଛି। ବହୁତ ଟେଷ୍ଟି ବନିଛି ଆକ୍ଚୁଆଲି ଚଟନି। ତାପରେ କିଛି ଚିନି ଆଡ଼୍ କରିବା, ଟିକେ ଖଟା ମିଠା ଲାଗିଲେ ଚଟନିଟା ଖାଇବାକୁ ଭଲ ଲାଗେ। ଦେନ୍ କିଛି ପାଣି। ତାପରେ କ'ଣ କରିବା? କିଛି ନାହିଁ, ସିଧା ଗ୍ରାଇଣ୍ଡର ପାଖକୁ ନେଇକି ତାକୁ ମିକ୍ସ କରିକି ପେଷ୍ଟ ବନେଇବା। ପେଷ୍ଟ ବନିଗଲା ପରେ ମୁଁ ଏଠି ତାକୁ ଛୁଙ୍କ ଦେବା ପାଇଁ କରେଇ ଗରମ ହେଇସାରିବା ପରେ ସେଥିରେ ଅଳ୍ପ କିଛି ତେଲ ନେଇଯିବା ଆମେ, ମାନେ ଛୁଙ୍କ ଦେବା ପାଇଁ। ତାପରେ ତେଲ ଟିକେ ଗରମ ହେଲା ପରେ ସେଥିରେ କିଛି ଶୁଖିଲା ଲଙ୍କା ଆଡ଼୍ କରିବେ। ଲଙ୍କା ଟିକେ ଭାଜି ହେଇସାରିବା ପରେ ସେଥିରେ ଆମେ ସୋରିଷ ଆଡ଼୍ କରିବା। ସୋରିଷ ଫୁଟି ଆସିବା ପରେ ଆମେ ରଖିଥିବା ଭୃସଙ୍ଗ ପତ୍ର ପକାଇବା। ତାପରେ ଟିକେ ହେଙ୍ଗୁ। ଏତିକ ସବୁ ଜିନିଷକୁ ଆମେ ଭଲ କି ଫ୍ରାଏ କରିସାରିବା ପରେ ସେଥିରେ ପେଷ୍ଟ ବନେଇକି ରଖିଥିବା ବାଦାମକୁ ଆଡ଼୍ କରିବା। ତାକୁ ଟିକେ ଏମିତି ଗୋଳେଇ ଦେବେ ଭଲସେ, ତେଲ ଧୀରେ ତାକୁ ମିକ୍ସ ହେଇଯିବ।
ଦେନ୍ ତାପରେ ଟିକେ କିଛି ପାଣି ଆଡ଼୍ କରିବା। ପାଣି ଆଡ଼୍ କରିସାରିକି ତାକୁ ଆମେ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଦେଖିପାରିବେ କେତେ ସୁନ୍ଦର ଭାବରେ ଫୁଟି ସାରିଲାଣି। ଆଉ ଫୁଟି ଫୁଟି ଟିକେ ଥିକନେସ୍ ଆସିଗଲା ପରେ ଆପଣ ଚଟନିକୁ କାଢ଼ିଦେବେ। ଆଉ ଏଇଟା ଥିଲା ମୋର ଚଟନି ରେସିପି। ଆଉ ଚଟନି ପାଇଁ ଆପଣ ଯେତିକି ସ୍ପାଇସି ଖାଆନ୍ତି, ଯିଏ ଯେମିତି ସ୍ପାଇସି ଖାଆନ୍ତି ସେଇ ଅନୁସାରେ ଆପଣ ଆପଣଙ୍କ ଫ୍ଲେଭର୍ ଅନୁସାରେ ମାନେ ସବୁ ଜିନିଷ ନେବେ। ଲୁଣ ହେଉ, ଚିନି ହେଉ, ଲଙ୍କା ହେଉ, ଆପଣ ଆପଣଙ୍କ ଫ୍ଲେଭର୍ ଅନୁସାରେ ନେବେ। କାହିଁକି ନା ଆମ ଘରେ ଟିକେ ଲଙ୍କା ରାଗ କମ୍ ଖାଆନ୍ତି, ତ ସେଥିପାଇଁ ଲଙ୍କା କମ୍ ପଡ଼େ। ବଟ୍ ସମସ୍ତଙ୍କ ଟେଷ୍ଟ ଅନୁସାରେ ସବୁ ଜିନିଷ ୟୁଜ୍ କରିବା କଥା। ତାପରେ ଚଟନି ହେବ ଆଉ ତା ସହିତ ପିଠା ହେବନି, ଏଇଟା ତ ଇମ୍ପସିବଲ୍। ତ ପିଠା ମାମା ଏଠି କରିଦେଲେ। ତାପରେ ମୁଁ ନେଇକି ଚାଲିଲି ଖାଇବା ପାଇଁ। ବର୍ଷା ପାଗକୁ ଚକୁଳି ଆଉ ଚଟନି ଖାଇକି ମଜା ଆସିଗଲା ସିରିୟସଲି। ଆଣ୍ଡ ୟେସ୍, ମାମା ବହୁତ ସୁନ୍ଦର ଚଟନି ବନାନ୍ତି। ମୋତେ ତ ବହୁତ ଭଲ ଲାଗିଲା। ଆପଣମାନେ ବି ଘରେ ଟ୍ରାଏ କରିକି ମୋତେ କହିବେ କମେଣ୍ଟରେ କି କେମିତି ବନେଇଥିଲେ ଆଉ କେମିତି ଟେଷ୍ଟ ଥିଲା ତା'ର। ମୋତେ ତ ବହୁତ ଭଲ ଲାଗିଥିଲା। ଆଉ ମୁଁ ସିରିୟସଲି କହୁଛି, ମୁଁ ଦୋକାନରେ ଯେବେ ବି ଡୋସା ଖାଏ ମୁଁ କେବେ ଚଟନି ଖାଏନି, ମୋତେ ମାନେ ଭଲ ଲାଗେନି ଟେଷ୍ଟ। କିନ୍ତୁ ମାମା ମାନେ ମୁଁ ଏଠିକି ଆସିବା ପରେ ମାମା ଯେବେଠୁ ଚଟନି ବନାଉଛନ୍ତି ମୁଁ ସେବେଠୁ ଚଟନି ଖାଇବା ଆରମ୍ଭ କରିଦେଇଛି। ତ ସବୁବେଳେ ମାମା ଚଟନି ବନାନ୍ତି ମୁଁ ଦେଖିପାରେନି, କିନ୍ତୁ ଆଜି ଫାଇନାଲି ମୋ ନଜରରେ ପଡ଼ିଗଲା ଚଟନି ବନା ହେଉଛି ଯେତେବେଳେ ଜାଣିଲି। ଆଉ ଆପଣମାନେ ମୋତେ ରିକ୍ୱେଷ୍ଟ କରିଥିଲେ। ଏଇଟା ଥିଲା ମୋର ଚଟନି ରେସିପି। ଆଇ ହୋପ୍ ଆପଣମାନେ ଏଥିରୁ ନିଶ୍ଚୟ କିଛି ଶିଖିଥିବେ ଆଉ ଏନ୍ଜୟ ମଧ୍ୟ କରିଥିବେ ଭିଡ଼ିଓଟିକୁ। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଯାଆନ୍ତୁ କିଚେନ୍କୁ, ବନାନ୍ତୁ ଆଉ ଫ୍ୟାମିଲିକୁ ଖୁଆନ୍ତୁ। ଆଉ ଟେଷ୍ଟ କେମିତି ହେଇଥିଲା ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ରହୁଛି, ପୁଣି ଦେଖା ହେବ ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ, ଟେକ୍ କେୟାର।